Om Shanti Om Shanti
Jai Guru
सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्। परं ब्रह्म परं धाम पवित्रं परमं भव पुरुषं स्वतन्त्रं मादिदेव अदं नमस्तो अनन्ताय हस्समृतये हस्तपादा सहस्रना तुमेव माताश्च पिता त्वमेव बन्धु सखा तुमेव विद्या द्रविणं त्वमेव सर्वं मम देव त्वमेव मम देव त्वमेव सर्वं मम देव त्वमेव सर्वं मम देव त्वमेव सर्वं मम देव। पवित्र संध्या এই পবিত্র সন্ধ্যারে সাগর তটরে এই যে ছোট আশ্রমটিଏ ଗଢ଼ି ଉଠିଛି ଏହା ମଣିଷମାନଙ୍କ ଦ୍ୱାରା ହିଁ ହେଇଛି। ସମସ୍ତଙ୍କ ତ୍ୟାଗରେ ହେଇଛି, ଦାନରେ ହେଇଛି, उत्साह
କିନ୍ତୁ ଦାନୀ ଅନେକ ଥାଇପାରନ୍ତି, କିନ୍ତୁ ପ୍ରକୃତରେ ଏଇଠି ଆଶ୍ରମଟିଏ ହେବ ଇଏ ଇଚ୍ଛାଟା ହେଉଛି କେବଳ ଜଗନ୍ନାଥ। ଜଗନ୍ନାଥଙ୍କର ଇଚ୍ଛା ବିନା ଏଠି କେବେ ଆଶ୍ରମ ହେଇପାରି ନଥାନ୍ତା। ଦୀର୍ଘ 30 ବର୍ଷ ତଳେ ଏଇ ଜାଗାଟିକୁ ଆମେ ଦେଖିବାକୁ ଆଇଲୁ। ମାନେ ବାଲିରେ, ମୋର ଚାଲିବା ଅଭ୍ୟାସ ନାହିଁ, ମାନେ ବାଲିରେ ଯାହା ହଉ ତ ଆସିଲି। ଯିଏ ଆମର ଇଏ ଅନୁଷ୍ଠାନକୁ ଦାନ କରିଛନ୍ତି ଜମି, ତାଙ୍କର ସହଧର୍ମିଣୀ ସଞ୍ଜୟ ସାହୁ ଏବଂ ତାଙ୍କ ସହଧର୍ମିଣୀ ନିଜ ତରଫରୁ ସେ ବଳିଆଟାଙ୍କୁ ମାଗିନି, ସେ ନିଜ ତରଫରୁ ଏ ଜମିଟିକୁ ଦାନ କରିଥିଲେ। ଦେଖିବାକୁ ଆମେ ଆସିଲୁ। ଆମେ ଇଏ ବାଟକୁ ଦେଖି ମନରେ ଭାବିଲୁ ଇଏ ବର୍ତ୍ତମାନ ଆହୁରି 100 ବର୍ଷ ଖଣ୍ଡେ ଲାଗିବ ବୋଧେ ବାଲି ପୋତା, ଆଉ ଏଠି ମଠ କ'ଣ କରିବ? ତେଣୁ ମନର କଥାଟି ମନରେ ରହିଲା। ଏ ଜାଗାରେ ଗୋଟେ ଆଶ୍ରମ ହଉ, ଆମେ କେତେବେଳେ ଉତ୍ସାହ ଦେଇନୁ କି ନିରୁତ୍ସାହିତ ବି କରିନୁ। ତା ଭିତରେ ବି ଅନେକ ଜାଗା ବି ଆମର ଖୋଜା ହେଉଥାଏ, କେଉଁଠି ଗୋଟେ ଭଲ ଜାଗା ମିଳିଲେ ଗୋଟେ କରିବା। କିନ୍ତୁ ଯାହା ହଉ, ଜାନାମି ଧର୍ମଂ ନଚମେ ପ୍ରବୃତ୍ତି, ଜାନାମି ଧର୍ମଂ ନଚମେ ନିବୃତ୍ତି, ତ୍ୱୟା ହୃଷିକେଶ ହୃଦେ ସ୍ଥିତେନ ଯଥା ନିଯୁକ୍ତସ୍ମି ତଥା। ସିଏ ଯାହା ଇଚ୍ଛା କରିବେ ତାହା ହିଁ ହେବ, ଆମେ ଗୋଟେ ଭାବିଲେ ହେବନି। ଗୋଟିଏ ଏଇ ପୁରୀ ଶ୍ରୀକ୍ଷେତ୍ରରେ ଡକ୍ଟର ଡମ୍ବରୁଧର ତ୍ରିପାଠୀ ପେଡ଼ିଆଟ୍ରିକର ସିଏ କୋଠା ଘର ସହ ଜମି ଦାନ କରିଥିଲେ। ଏଇଟା ବାବାଙ୍କୁ ଦିଆହେଲା। ସିଏ କୋଠା ଜମି, ସେ ପରିବେଶ ସହିତ ଆମେ ନିଜକୁ ଖାପ ଖୁଆଇ ପାରିଲୁ ନାହିଁ, ତାକୁ ବିକ୍ରି କରିଦେଲୁ। ଆଉ ଗୋଟେ ଜାଗା ଏଇଠି ଲୋକନାଥ ରୋଡ଼ରେ ଗୋଟେ ଛୋଟିଆ ଜାଗାଟେ ମିଳିଲା, ତାକୁ ବି ଦେଇଦେଲୁ। ଇଏ ସବୁ ମିଳିଥିଲା କିନ୍ତୁ ଚାଲିଗଲା, ମୁଁ ତାକୁ ଭାବେନା। ତାଙ୍କର ଯେଉଁଠି ଇଚ୍ଛା ସେ ସେଇଠି ହିଁ ସ୍ଥିର କଲେ, ଏଇ ଜାଗାରେ ହେବ। ତେଣୁ ଆମେ ଅନେକ ଜାଗା ଖୋଜିଲେ କ'ଣ ହେବ? ଏଇଠି ସମୁଦ୍ରଙ୍କ ଶାନ୍ତି ପାଇଁ, ସମୁଦ୍ର ସେତେବେଳେ କୂଳ ଉଲ୍ଲଙ୍ଘନ କରୁଥିଲେ, ସମସ୍ତେ ବ୍ୟସ୍ତ ହୋଇଥିଲେ। ଏଇ ଚାନ୍ଦବାବୁ ଯିଏ ବସିଛନ୍ତି, ତାଙ୍କୁ ସାଥିରେ ନେଇ ଚନ୍ଦ୍ରଭାଗା ତୀର୍ଥରେ ବରୁଣ ପୂଜା ହେଲା। ଠିକ୍ ତା ପରେ ପରେ ଜଗନ୍ନାଥଙ୍କ କ୍ଷେତ୍ରରେ ଯେଉଁଟା ଆଶିଷ ଗେଷ୍ଟ ହାଉସ୍ ଅଛି, ସେ ମଧ୍ୟ ଆଶ୍ରମର ଶିଷ୍ୟ, ସେଠି ଗୋଟେ ଗାୟତ୍ରୀ ଯଜ୍ଞ ହେଲା। ଲୀଳାଞ୍ଚଳରେ ନୀଳା, ଆମେ ଯାହା କରିବୁ ସେ କାହାକୁ ଦେଖାଯିବନି। ସେ ଲୀଳାଞ୍ଚଳର ନୀଳା ଏତେ ବିରାଟ ଯେ
ये सब टिके टिके नीला किए कौन करुच्ची से कथाटा लोक मन रखी पारना एटी जगन्नाथ होउचंती आकर्षण एटी अनेक देवादेवी मानकर मंदिर रही लोक जाउचंती दर्शन करूचंती किंतु जगन्नाथ होउचंती मुख्य बा जगन्नाथ दर्शन पाई समस्ते व्याकुल एठिकी तुलसीदास आसीचंती कबीर साहेब आसीचंती गुरु नानक आसीचंती चैतन्य आसीचंती भिन्न भिन्न गणपति भट्ट आसीचंती भिन्न भिन्न समय रे भिन्न भिन्न मतर संत बा महात्मा माने ये क्षेत्र को आसीचंती यही क्षेत्र को कला पहाड़ भी आसी रक्तबाहु भी आसी यही जगन्नाथ को चिलिकारे नहीं लुचई देइचंती एभली कि दिल्ली जुमा मस्जिद पर्यंत जगन्नाथ को सी नहीं जाइचंती एते कथा परे भी जो शक्ति बा जो दिव्य शक्ति आज पर्यंत बंची रही एते माने एते नृशंस भावना भितर बंची रही जगन्नाथ दर्शन आदि जगन्नाथ को केंद्र करी किए केते प्रकार कथा हुआ से अमुक पुराण रे या लिखाई से अमुक पुराण रे या लिखाई ताको केवल बलिया शुणे मो पुराण होउची मु गोटे पुराण लिखी कागज कलम लिखिनी मो मन रे से पुराणटा अच्छी मो पुराण रे मु लिखी मु जो दिन ठारू पुरी आसिली प्रथम दर्शन कली से दिन ठारू मोर अनुभूति कौन से गुड़ाक हूँ मोर पुराण आउ किए लिखी सीटा आम से लोक को देखी नौ से लेखा केते दूर आम एत कथा केतबले पढ़ापी आमर समय अच्छे जो पंडित मान सब पढ़े बुझेबे किंतु आम आम इष्ट जगन्नाथ हूँ जी जार इष्ट सी जेतिकी बेले जोठी तार दर्शन आरंभ करी चिंतन आरंभ करी इष्ट तांकपई सेया ही रही 1970 मसीह मोर दीक्षा गुरु बुलाराम सहित ये क्षेत्र को आसी पूरी कुआड़े आमे कुआड़े से मतलब आमको गोटे नागुठाए जमी हिमालय भाया तेणु गोटे पद मुझे लिखी पुरी ठारू सर्वपुरी परिजंत सबुठारे पूर्ण भावे विराजित पुरी रे जहां को देखुच ये जगत रे जेते पुर अच्छी जहाँ भागवत कहते ब्रह्मांड माल होई जालोम मूले विराज
ତେଣୁ ଏଡ଼େ ବଡ଼ କଥାଟାକୁ ଆମେ କେମିତି କେଉଁ ଭାଷାରେ କହିବା? ତାକୁ ଏଇ ଭାଷାରେ ଆମେ ଲେଖିଲୁ, ପୁରୀ ଠାରୁ ସର୍ବପୁରୀ ପର୍ଯ୍ୟନ୍ତ ସବୁଠାରେ ପୂର୍ଣ୍ଣ ଭାବେ ବିରାଜିତ, ଯାହାକୁ ଏଇ କିଛି ସମୟ ପୂର୍ବରୁ ଆମେ ପଢ଼ୁଥିଲେ। ବ୍ରାହ୍ମଣମାନେ ଯେଉଁଠି ଯଜ୍ଞ କରନ୍ତି ତାକୁ ପଢ଼ନ୍ତି, ଓମ୍ ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଏଇ ଶ୍ଲୋକଟି ଭିତରେ ଜଗନ୍ନାଥଙ୍କ ଦର୍ଶନଟି ଅଛି। ଓମ୍ ଓମ୍ କହିଲେ ଅ-ଉ-ମ ମିଶିକିରି ହେଲା ଓମ୍। ଅଟି ହେଲା ଉତ୍ପତ୍ତି, ଉଟି ହେଲା ସ୍ଥିତି, ମଟି ହେଲା ପ୍ରଳୟ। ମୁଁ ଜନ୍ମ ହେଲି ଯେଉଁଦିନ, ଯେତିକି ଦିନ ବଞ୍ଚିବି, ଯେଉଁଦିନ ମରିବି, ଇଏ ତିନିଟା ଯାକ କଥାକୁ ମିଶେଇ ଦେଲେ ସେଇ ଗୋଟାକ ହେଲା ଓମ୍। ଆପଣ ଦେଖିବେ ତାର ତିନୋଟି ଇଏ ରହିଛି ମଧ୍ୟ କ୍ରମ। ପ୍ରଥମେ ରହିଛି ବିନ୍ଦୁ, ସେ ବିନ୍ଦୁଟି କିଏ? ମହାଶୂନ୍ୟ। ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟ, ଶୂନ୍ୟ ମଧ୍ୟେ ନିରାମୟ, ନିରାମୟ ମଧ୍ୟେ ଜ୍ୟୋତି, ସ ଜ୍ୟୋତି ଭଗବାନ। ସେଇ ଯେଉଁ ବିନ୍ଦୁ, ସିଏ ହେଉଛନ୍ତି ନିରାକାରଙ୍କର ଜ୍ୟୋତି। ତାପରେ ଯେଉଁ ରହିଛି ଅର୍ଦ୍ଧମାତ୍ରା, ସିଏ ହେଉଛନ୍ତି ଧର୍ମ। ହିନ୍ଦୁ ମୁସଲମାନ ଏ ସବୁ ନୁହେଁ, ଏ ସବୁ ଏମିତି କହୁଛନ୍ତି ସବୁ ଆମର ହିନ୍ଦୁ ଧର୍ମ, ତାଙ୍କର ମୁସଲମାନ ଧର୍ମ, ବାୟା ପିଠା, ମାଡ଼ ଗୋଳ, ଫୌଜଦାରୀ, ସେଠୁ କ'ଣ ମିଳିବ? ଧର୍ମ, ଯେଉଁ ଧର୍ମକୁ ଆମେ କହୁଛୁ ସନାତନ, ଆଉ କିଏ କହୁଛି ଇସଲାମ, ଆଉ କ'ଣ କିଏ କହୁଛି? ବିନ୍ଦୁଟି ହେଲା ସେଇ ଅଦୃଶ୍ୟ ନିରାକାର ଜ୍ୟୋତି। ସେ ନିରାକାର କିନ୍ତୁ ସେ ଦେଖାଯାଆନ୍ତି। ଅଦ୍ଭୁତ କଥା। ଇଲେକ୍ଟ୍ରିଟା ଜଳୁଛି, ଆମେ କହୁଛୁ ଇଲେକ୍ଟ୍ରି ଜଳୁଛି, କିନ୍ତୁ ସିଏ କହୁଛନ୍ତି ଇଲେକ୍ଟ୍ରି ନ ଜଳିଲେ ବି ଇଲେକ୍ଟ୍ରି ଜଳୁଛି। ତେଣୁ ସେଇ ମହାଶୂନ୍ୟ ଭିତରେ ଯେଉଁ ଅଦୃଶ୍ୟ ଜ୍ୟୋତି ଅଛନ୍ତି, ସେଇ ହେଉଛନ୍ତି ବିନ୍ଦୁ। ଅର୍ଦ୍ଧମାତ୍ରା ହେଲା ଧର୍ମ, ସବୁକୁ ଯିଏ ଧାରଣ କରିଛି। ଅର୍ଦ୍ଧମାତ୍ରା ଯଦି ଧର୍ମ ହେଲା, ତାହେଲେ ଓଟି କିଏ? ଓଟି ହେଲା ଶବ୍ଦ ବ୍ରହ୍ମ। ଭୂମିରା ପାନଲ ବାୟୁ ଖଂ ମନ ବୁଦ୍ଧିରେ ବଚ ଅହଙ୍କାରଂ ଇତି ଅଙ୍ଗ ଭିନ୍ନା ପ୍ରକୃତିର। ସିଏ ହେଲା ଶବ୍ଦ। ଶବ୍ଦ କହିଲେ ସମୁଦ୍ରର ଶବ୍ଦ ଅଛି, ପବନର ଶବ୍ଦ ଅଛି, ଅଗ୍ନିର ଶବ୍ଦ ଅଛି, ଔଷଧର ଶବ୍ଦ ଅଛି,
ଗାଈ ଗୋରୁ ଛେଳି ମେଣ୍ଢା କୁକୁର ବିଲେଇ ପିମ୍ପୁଡ଼ି ଜନ୍ଦା ପର୍ଯ୍ୟନ୍ତ କାହାର ଶବ୍ଦ ନାହିଁ। ଗଛର ବି ଶବ୍ଦ ଅଛି। ତେଣୁ ସେଇ ହେଲା ଓ। ଏ ଓ ଶବ୍ଦଟି କାହା ମୁହଁରେ ପ୍ରକୃତରେ ଶୋଭା ପାଏ? ସିଏ ହେଉଛି ଆମ ମା। ଆମକୁ ଯିଏ ଜନ୍ମ ଦେଇଛନ୍ତି ତାଙ୍କରି ପାଟିରୁ ଏଇ ଅମୃତମୟ ମନ୍ତ୍ରଟି ବା ଶବ୍ଦଟି ବାହାରେ। ସେ ଶବ୍ଦଟି ହେଉଛି ଓ। ଆଉ ଅନ୍ୟ କଥା କହନ୍ତି, କିନ୍ତୁ ଏ ଓଟା ହେଉଛି ଏକ ସ୍ନେହ ମମତା ବାତ୍ସଲ୍ୟର ପ୍ରତୀକ। ଏ ହେଉଛି ଓମ୍। ଏଇ ଓମ୍ ହେଉଛନ୍ତି ଜଗନ୍ନାଥ। ଇଏ ଗୋଟିଏ ଶବ୍ଦ, ଗୋଟେ କଥା ଗଲା। ତାପରେ ଆସିଲେ ପୂର୍ଣ୍ଣମଦ। ଇଏ ସମୁଦ୍ର ଯଦି ବର୍ତ୍ତମାନ ଆପଣମାନେ ଏବେ କେଉଁଠି ଦେଖୁଛନ୍ତି ସଂକ୍ରାନ୍ତି ବା ଏମିତି କ'ଣ ତିଥି ଥାଏ, ସମୁଦ୍ର ଆଉ ଟିକେ ଆଗେଇ ଯିବେ କି ପଛେଇ ଯିବେ। ସବୁର ଆଗେଇବା ରୀତି ଅଛି, ପଛେଇବା ରୀତି ଅଛି। କିନ୍ତୁ ଯାହାର ଆଗ ଆଉ ପଛ ସମାନ, ସିଏ ଆଗାନ୍ତି ନାହିଁ କି ପଛାନ୍ତି ନାହିଁ। ସିଏ ସବୁବେଳେ ଅଛନ୍ତି, ଆଗାନ୍ତି ନାହିଁ କି ପଛାନ୍ତି ନାହିଁ, କିନ୍ତୁ ସେ ଅଛନ୍ତି। ସେଇ ହେଉଛନ୍ତି ପୂର୍ଣ୍ଣମଦ। ଏକରେ ଏକ ମିଶେଇଲେ ଦୁଇ হয়, କିନ୍ତୁ ଶୂନ୍ୟକୁ ଶୂନ୍ୟରେ ମିଶେଇଲେ ସେଇ ଶୂନ୍ୟ হয়। ପୂର୍ଣ୍ଣମଦ ଜଗତର ସୃଷ୍ଟି ଠାରୁ ଏ ଯାବତ ଯାହାଙ୍କର କ୍ଷୁର୍ଣ୍ଣ ହେଇନି, ସେ ବୁଢ଼ା ହେଇନାହାନ୍ତି, ଟୋକା ହେଇନାହାନ୍ତି, ପିଲା ହେଇନାହାନ୍ତି, କିଛି ନାହିଁ। ଯେମିତି ଥିଲେ ସେମିତି ଅଛନ୍ତି। ସେଇ ହେଉଛନ୍ତି ପୂର୍ଣ୍ଣମଦ। ସେଥିପାଇଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରାଯାଏ। ଆମେ ତ ପୂର୍ଣ୍ଣବ୍ରହ୍ମଙ୍କ ପାଖକୁ ଯାଇପାରିବୁନି, ତାକୁ ଦେଖିବୁ କି ନାହିଁ ସନ୍ଦେହ, କିନ୍ତୁ ଆପଣ ହିଁ ଆମର ପୂର୍ଣ୍ଣବ୍ରହ୍ମ। ଦୁଇ ଜଣଙ୍କୁ ପୂର୍ଣ୍ଣବ୍ରହ୍ମ ବୋଲି କୁହାଯାଏ, ଗୁରୁଙ୍କୁ ଆଉ ଇଷ୍ଟଙ୍କୁ। ପରଂ ବ୍ରହ୍ମ ପରଂ ଧାମ ପବିତ୍ର ପୁରୁଷଂ ଆମେ ଜଗନ୍ନାଥଙ୍କୁ କହୁ ଦାରୁ ବ୍ରହ୍ମ, ଦାରୁ ବ୍ରହ୍ମ ମୁରାରୀ। ଦାରୁ ବ୍ରହ୍ମ ମୁରାରୀ। ଦାରୁ କହିଲେ କ'ଣ? ନିମ୍ବ ଗଛ। ଏଇଟା ହେଲା ବାହ୍ୟାର୍ଥ। ଦାରୁ ଯିଏ ଆମଠାରୁ ଆରମ୍ଭ କରି ଋଷିମୁନି ପର୍ଯ୍ୟନ୍ତ ସମସ୍ତଙ୍କୁ ଯିଏ କୃପାଦାନ କରନ୍ତି, ସିଏ ହେଉଛନ୍ତି ଦାରୁ। ବ୍ରହ୍ମ ଯାହାଙ୍କୁ ଚେନରେ ମାପି ହେବନି, ଯିଏ ଅମାପ,
ଯିଏ ବ୍ୟାପକ, ଯାହାକୁ କଳି ହବନି, ସିଏ ହେଉଛନ୍ତି ବ୍ରହ୍ମ। ମୁରାରୀ ଯିଏ ହେଉଛନ୍ତି ମୂରୂପକ ରାକ୍ଷସର ଐରୀ। ଏ ରାକ୍ଷସଟା ସମସ୍ତଙ୍କ ଭିତରେ ଲୁଚିକି ରହିଛି। ମୁଁ କଲି, ମୁଁ ଖାଇଲି, ମୁଁ ଗଲି, ମୁଁ କଲି। ଏଇ ଯେଉଁ ମୁଙ୍କାର ରୂପକ ରାକ୍ଷସର ଯେ ଶତ୍ରୁ, ସେଇ ହେଉଛନ୍ତି ଦାରୁ ବ୍ରହ୍ମ ମୁରାରୀ। ସିଏ ଦିଅନ୍ତି, ନିଅନ୍ତିନି କିଛି। ଇଏ ସୃଷ୍ଟିକି ନିର୍ମାଣ କରିଛନ୍ତି, ଆମକୁ ନିର୍ମାଣ କରିଛନ୍ତି, ସବୁକୁ ସେ ଦିଅନ୍ତି, ନେଇ କିଛି ସେ ନିଅନ୍ତିନି। ତେଣୁ ଏଇ ଯେଉଁ ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣ ମାଠିଆରେ ଜଳ ଅଛି। ସିଏ କିଛି ସମୟ ପରେ ତାକୁ ଗିଲାସରେ କିଏ ନେଇ ତାକୁ ପିଇବ। କିନ୍ତୁ ଆମେ ପରିବର୍ତ୍ତନ ହେଇଯିବୁ, ଇଏ ସୃଷ୍ଟି ପରିବର୍ତ୍ତନ ହେଇଯିବ। କେତେ କଥା ପରିବର୍ତ୍ତନ ହେଇଯିବ, ସିଏ କିନ୍ତୁ ପରିବର୍ତ୍ତନ ହେବେ ନାହିଁ। ଏଇ ଦାରୁ ବ୍ରହ୍ମ ପରଂ ବ୍ରହ୍ମ, ତାପରେ ଆଉ ଗୋଟେ ବ୍ରହ୍ମ ହେଉଛନ୍ତି ଗୁରୁ ସାକ୍ଷାତ ପରଂ ବ୍ରହ୍ମ ତସ୍ମୈ ଗୁରବେ। ଗୁରୁଙ୍କୁ କୁହାଯାଇଛି ସାକ୍ଷାତ ପରଂ ବ୍ରହ୍ମ। ତୁମେ ଦାରୁ ବ୍ରହ୍ମଙ୍କୁ ଦେଖିଲଣି ବହୁତ ଥର, କଥାବାର୍ତ୍ତା ହେଲଣି, ହେଇନା, କାନ୍ଦିଛ, ହସିଛ, ତା ରଥ ଦୌଡ଼ା ଟାଣିଛ, ସବୁ କଥା କରିଛ, କିନ୍ତୁ ତମ ପ୍ରଶ୍ନର ଉତ୍ତର ସେ ଦେଇନାହାନ୍ତି। ସେ ଦାରୁ ବ୍ରହ୍ମ ମୁରାରୀ ଆଉ କଥାବାର୍ତ୍ତା କେମିତି କରିବେ? ଆଉ ଗୋଟେ ଆଉ ପରମ ବ୍ରହ୍ମ କୋଉଠି ଗୁଡ଼ା ଅଛନ୍ତି ନିରାକାର। ଆମ ଏଇ ଓମ୍ ଶାନ୍ତିବାଲା ତାକୁ ବହୁତ ବୁଝାନ୍ତି। ହଁ, ତାଙ୍କୁ ବି କେତେ ଦରକାର ପଡ଼ିଲେ ମୁଁ ବୁଝେଇବି। ସିଏ କାଳେ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେଉଛି, କେହି କଥା ହଉ ନ ଦେଖିବା ଓଉ ଛଅ ଫଡ଼ା ସେୟା। କିନ୍ତୁ ଦେଖୁଛ ଯାହାକୁ, ଶୁଣୁଛ ଯାହାଙ୍କର କଥା, ଯାହାଙ୍କୁ ନେଇ ଜୀବନ ପରିବାର, ଆମ ଜୀବନ ଆମ ପରିବାର ସବୁ ତ ଚାଲିଛି। ଆଉ ସିଏ ହେଉଛନ୍ତି ଗୁରୁ ସାକ୍ଷାତ ପରଂ ବ୍ରହ୍ମ ତସ୍ମୈ। ଏଇଠି ବର୍ତ୍ତମାନ ମୁଁ ବହିଛି, ଗୋଟେ ପିଲାଟେ ବିବାହଟିଏ ହବ। ସେ ବିବାହ କେମିତି ହବ ତା ପାଇଁ ବହୁତ ପ୍ରାର୍ଥନା କରିଥିଲି। ଯାହା ବିବାହ ନିମନ୍ତ୍ରଣଟି ମୋତେ ଦେଲା। ତା ଦେହରେ ଯେଉଁ ଭାଷାଟି ସେ ଲେଖିଛି, ସେ ତ ଲେଖିଲେ ତା ବାପା ଲେଖିଥିବ କି କ'ଣ, ସେ କାଗଜଟା କୁଆଡ଼େ ଗଲା? ତେଣୁ ସେ ବାକ୍ୟ ଭିତରେ ରହିଛି, ପ୍ରକୃତରେ ତାର ଜୀବନ ଯାହାଙ୍କ ପାଖରେ ସମର୍ପିତ। ତେଣୁ ହେ
ନନ୍ଦମୟ କୋଟି ଭୁବନ ପାର এনি হেজি ଆଉ ତାଙ୍କ ବିଷୟରେ ଆଉ ବେଶୀ ଗୁଡ଼େ କହିଲେ ଏଇଟା ଗପ ଭଳିଆ ହେଇଯିବ, ଭୁଲିଯିବେ। ସନ୍ଧ୍ୟାରେ ସତ୍ସଙ୍ଗ ଖାଲି ଏତିକି କହୁଛି। ଆମେ ଲୋକନାଥଙ୍କ ଏଇ ଲୋକନାଥ ଏଇଠି ଅଛନ୍ତି, ଯେତେବେଳେ ସେଇଠିକି ଯାଉ ଗୋଟା ବଢ଼ିଆ କଇଁଚ ଭଳିଆ ଏବେ ଆଉ ବୁଲୁଛନ୍ତି କି ନାହିଁ, ଆଉ ମୁଁ ଦେଖିଛି। ସେଇ ଯେଉଁ କଇଁଚ ଗୁଡ଼ା କ'ଣ ତାଙ୍କ ପଣ୍ଡାମାନେ ଆମକୁ ବୁଝେଇ ଦିଅନ୍ତି। ଦେଉଳ ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ତିଆରି କଲେ, ସେ ସବୁ ଏତେ ପଥର ମାନେ ବୋହିଲେ ଭୁଣ୍ଡରେ, ସବୁ ଏଡ଼ିକି ହେଇଯାଇଛନ୍ତି, ଆଉ ମାନେ ଘୋରି ହେଇଯାଇଛନ୍ତି, କଇଁଛ ଭଳିଆ ହେଇଯାଇଛନ୍ତି। ଆଉ ସେ ଯିବେ କୁଆଡ଼େ? ଏଇ ପୋଖରୀରେ ଅଛନ୍ତି। ଆଉ ବୁଝାଲେ ଏଇଆ ହେଉଛି କଥା ନାଇଁ। ତାପରେ ଇଏ ହେଉଛନ୍ତି ନିର୍ମାତା। ନିର୍ମାଣ କରିଛି କିଏ? ସିଏ ପୁଣି କିଏ? ପ୍ରକୃତରେ ନିର୍ମାଣ କରିଛନ୍ତି ମାନେ ଇନ୍ଦ୍ରଦ୍ୟୁମ୍ନ ଆଉ ଗୁଣ୍ଡିଚା ନିର୍ମାଣ କରିଛନ୍ତି। ସେ ପ୍ଲାନିଂଟା କିଏ ଦେଇଛି? ଏମିତି ନିର୍ମାଣ କର, ତାକୁ କିଏ ଦେଲା? ବିଶ୍ୱାବସୁ। ସେ ନିଜେ ନିଜକୁ ତୈରି କରିଛି। ଠିକ୍ ସେଇଭଳି ଆମେ ଏଠି ଯିଏ ବହିଛେ, ଆଉ ଅନେକ ଆସିନାହାନ୍ତି। ଆମେ ସେଇ ଲୋକନାଥ ପୋଖରୀର କଇଁଛ। ଆମେ ସବୁ ବାଲି ଟିକେ ଟିକେ ମୁଣ୍ଡେଇକି ପକେଇଛୁ। କିଏ 100 ଟଙ୍କା ଦେଇଛି, କିଏ 500 ଦେଇଛି, କିଏ 1000 ଦେଇଛି। ଆଉ ଗୁଣ୍ଡିଚା ଇନ୍ଦ୍ରଦ୍ୟୁମ୍ନ ହେଲେ ସଞ୍ଜୟ ସାହୁ। ତାଙ୍କ ଛଅ ଧର୍ମୀଙ୍କ ନାଁ କ'ଣ? ସଙ୍ଗୀତା ସାହୁ। ଆକୁ ନିର୍ମାଣ କଲେ କିଏ? ବିଶ୍ୱକର୍ମା ହେଇକିରି ଧୁନ। ଆଉ ଆମ ଧୁନ ବାବୁ ଆକୁ ତିଆରି କଲେ। ଆଉ ଆମେ ବର୍ତ୍ତମାନ ଏଇ 500 ଅଛୁ। ଆମର ବୋଲି କେତେବେଳେ ଆମେ ଭାବିବୁନି। ମୁଁ ତ ଭାବିବିନି, ଆଉ କିଏ ମୁଁ ତ ଭାବିବିନି, ଆଉ କିଏ ଭାବିବ? ସେ ଭାବିବ। ଆଉ ଏଇଟା ଆମ ମଠ, ଏଇଟା ଆମ ମଠ। କିନ୍ତୁ ପ୍ରକୃତରେ ଯାଦୃଶୀ ଭାବନା
ମୁଁ ଆଉ ଶ୍ଲୋକ କ'ଣ ମନେ ପଡ଼ୁ। ତେଣୁ ଯାର ଯେ ମନ୍ତ ଭାବ ସଜ୍ଜନ ଇଏ ଘରଟି ହେବା ପାଇଁ ବଳିଆ କିଛି କରିନି। ସେବକ ସଞ୍ଜୟ ତାର ସାଧୁ ଉଦ୍ୟମ, ମୁନାବାବୁଙ୍କର ତଦାରଖ, ଆଶ୍ରମର ସମସ୍ତ ବାବାଜୀମାନଙ୍କର ସଦସ୍ୟତା। ଆଜି ଛୋଟିଆ ବଡ଼ କ'ଣ, ଗୋଟେ କ୍ଷେତ୍ରରେ ଗୋଟେ ବସିବା ପାଇଁ ମୁଣ୍ଡ ଗୁଞ୍ଜିବା ପାଇଁ ଟିକେ ଜାଗା ଆମକୁ କାଳିଆ ଦେଇଛି। ଆମର ସେତିକିରେ ଖୁସି। ଆମେ କେଉଁ ସବୁବେଳେ ଆସିବୁ ନା ରହିବୁ। ତା ଉପରେ ଯଦି ହବ ହବ, ନହେଲେ ନାହିଁ। ମୁଁ ତା ଉପରୁ କ'ଣ ଯିବି। ମୁଁ କାଲି ଆସୁ ଆସୁ ମୋ ହାର୍ଟ ସେଇଠି ବନ୍ଦ ହେଇଯାଇଥାନ୍ତା, ଗୋଟେ ଟେକିକିରି ଆଣିଲେ। ଆଉ ସବୁ କଲ ବାବୁ, ଇଏଟା କାହିଁ କଲନି? ଏଇଟାକୁ କ'ଣ କହନ୍ତି? ହଁ, ଲିଫ୍ଟ। ଆଉ ସେଇଟା ଯଦି ନ କରିବ ଆଉ କ'ଣ, ଆଉ କ'ଣ ମୁଁ ଆସିବି? ଯଦି ଆସିବି ତଳେ ଯଦି ଗୋଟେ ବଖରା କରିବ ଆସିବି। ମୋ ପାଇଁ ମୁଁ କରିନି। ଭାରତବର୍ଷରେ ଆମର ସବୁ ପିଲାମାନେ ପୁରୀ ଆସିଲେ ଟିକେ ଏଠି ଫ୍ରେଶ୍ ହେବେ, ସେଇଟା ହେଉଛି ବଡ଼ କଥା। ହଉ, ଆଉ ଗୋଟେ ଗପିଆ ଭଲ ନୁହଁ। ସୁନ୍ଦର ତୁମ ସ୍ୱର ବାବା ମିଶୁଛି ଆଉ ଥରେ ବଡ଼ ସୁନ୍ଦର ତୁମ এটি ফেরি যা এরাইজু ফেরি এরাইজু সেরাই ইজা এরা মায়া মরুভূমি মায়া মরু পবিত্র মধুগা অপাসরা মূর্তি ধাউথা মনু
অমি পবিত্র অমি অনব বাবা তোমার श्री गुरु ब्रह्मानंदे जय जय श्री हो सत्संग ये विश्राम नेले आपण माने समस्ते